ସମସ୍ତଙ୍କୁ ସାଇରାମ। ଚାଲନ୍ତୁ ଆଜି ମନକୁ ଛୁଇଁଗଲା ଭଳି କଥା ସବୁ ଶୁଣିବା। ଆଜି ଶୁଣିବା ପୋଦିନା ପତ୍ର, ଅଦା ଏବଂ କାକୁଡ଼ି ଖାଇଲେ କ'ଣ ହୋଇଥାଏ ଜାଣିବା। ତାପରେ ଶୁଣିବା ଆଜିର ଅନୁଚିନ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ପୋଦିନା ପତ୍ର ଯଦି ଧୂଳି ଏବଂ ପ୍ରଦୂଷଣ ପାଇଁ ଆପଣଙ୍କର ବେକ କଳା ହୋଇଯାଇଛି, ତେବେ ଏହି କଳା ଦାଗକୁ ଦୂର କରିବା ପାଇଁ ପୋଦିନା ପାଣି ବ୍ୟବହାର କରନ୍ତୁ। ଏହା ନ୍ୟାଚୁରାଲ ଟୋନର କାମ କରିଥାଏ। ପୋଦିନା ପାଣିକୁ ତୁଳା ସାହାଯ୍ୟରେ ବେକରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ। 2 ସପ୍ତାହ ଏପରି କରିବା ଦ୍ୱାରା ବହୁତ କିଛି ଫରକ ଜାଣିପାରିବେ। ପୋଦିନାରେ ଆଣ୍ଟିଅକ୍ସିଡାଣ୍ଟର ଗୁଣ ଭରପୁର ପରିମାଣରେ ରହିଥାଏ। ଯଦି ଆପଣ ପୋଦିନାକୁ କିଛି ସମୟ ଫୁଟାଇ ତାକୁ ପାଣିକୁ କେଶ ଧୋଇବାରେ ବ୍ୟବହାର କରନ୍ତି, ତେବେ କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ। ଯଦି ଆପଣଙ୍କ ଶରୀରରୁ ଅଧିକ ଝାଳ ବାହାରି ସେଥିରୁ ଦୁର୍ଗନ୍ଧ ବାହାରୁଛି, ତେବେ ଗାଧୋଇବା ସମୟରେ ପୋଦିନାର ପତ୍ର ସେଥିରେ ପକାଇ ଗାଧନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ଶରୀରରୁ ଦୁର୍ଗନ୍ଧ ନ ହେବା ପାଇଁ ସେ ସାରା ଦିନ ଆପଣଙ୍କୁ ସତେଜ ରଖିପାରିବ। ଏପରି କରିକି ଦେଖନ୍ତୁ। ପୋଦିନା ପତ୍ରର ବ୍ୟବହାର ଖାଲି ସ୍ୱାଦ ପାଇଁ ନୁହେଁ, ପେଟ ଜନିତ ସମସ୍ୟାକୁ ମଧ୍ୟ ପୋଦିନା ପତ୍ରର ଜୁସ୍ ଦୂର କରିଥାଏ। ଏଥିରେ ପୋଟାସିୟମ୍, ମାଗ୍ନେସିୟମ୍, ଆଇରନ୍, କ୍ୟାଲସିୟମ୍, ଫସ୍ଫରସ୍ ଏବଂ ଭିଟାମିନ୍ ସି ଭଳି ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ସୁସ୍ଥ ରଖିଥାଏ। ପୋଦିନା ପତ୍ର ଶରୀରକୁ ସୁସ୍ଥ ରଖିବା ସହ ତ୍ୱଚାକୁ ମଧ୍ୟ ସତେଜ ରଖିଥାଏ। ପୋଦିନା ପତ୍ରକୁ ଚଟଣି ହିସାବ କରି ମଧ୍ୟ ଆପଣ ଖାଇପାରିବେ। ଏବେ ଜାଣିବା କିଏ ଅଦା ଖାଇବା ଉଚିତ ନୁହେଁ। ଯେଉଁମାନଙ୍କର ଚର୍ମରେ ଆଲର୍ଜି କିମ୍ବା ଜ୍ୱଳନ ଅଛି, ତେବେ ଅଦା ଖାଇବା ଉଚିତ ନୁହେଁ। ଯେଉଁମାନଙ୍କର ରକ୍ତ ସମ୍ବନ୍ଧୀୟ ରୋଗ ଅଛି, ଯେପରିକି ହେମୋଫିଲିଆ ଏକ ରକ୍ତ ରୋଗ, ଏପରି ଥିଲେ ଅଦା ଖାଇବା ଉଚିତ ନୁହେଁ। ଯେଉଁମାନଙ୍କର ଶୀଘ୍ର ଅସ୍ତ୍ରୋପଚାର କିମ୍ବା ଅସ୍ତ୍ରୋପଚାର କରିବାକୁ ପଡ଼ିବ, ତାହେଲେ ଅଦା ଖାଇବା ଉଚିତ ନୁହେଁ। ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ହ୍ରାସ ହେବାର ଆଶଙ୍କା ଥାଏ। ଯେଉଁମାନେ ରକ୍ତ ପତଳା ନେଉଛନ୍ତି, ତାହେଲେ ଅଦା ଖାଇବା ଉଚିତ ନୁହେଁ। ଯେଉଁମାନଙ୍କର ପିତ୍ତ ସମସ୍ୟା ଅଛି, ସେମାନେ ଅଦା ଖାଇବା ଉଚିତ ନୁହେଁ। ଏବେ ଜାଣିବା କାକୁଡ଼ି ଖାଇଲେ କେଉଁ ରୋଗ ବିପାକ ମାଡ଼ିବନି। ଗରମ ଦିନ ହେଉ କି ବର୍ଷା ଦିନ ହେଉ ଅବା ଶୀତ ଦିନ ହେଉ, କାକୁଡ଼ିର ଚାହିଦା ସବୁବେଳେ ଥାଏ। ତେବେ ଆପଣ ଜାଣନ୍ତି କି କାକୁଡ଼ି ଖାଇଲେ କ'ଣ ହୁଏ? ଦେହ ପାଇଁ କେତେ ଭଲ କାକୁଡ଼ି। କାକୁଡ଼ିରେ 95% ଜଲ ରହିଥାଏ। ତେଣୁ ଏହା ଖାଇଲେ ଶରୀରର ଜଳୀୟ ଅଂଶ କମିବାର ଆଦୌ ଆଶଙ୍କା ନଥାଏ। ଶରୀରକୁ ସବୁବେଳେ ଥଣ୍ଡା ରଖେ କାକୁଡ଼ି। ହୃଦୟକୁ ସୁସ୍ଥ ରଖିବାରେ ବି ସାହାଯ୍ୟ କରେ। କାକୁଡ଼ି ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରୁହେ। ଶରୀରର ଓଜନ ମଧ୍ୟ ଏହା କମାଇବାରେ ସାହାଯ୍ୟ କରେ। ମଧୁମେହ ରୋଗୀଙ୍କ ପାଇଁ କାକୁଡ଼ି ବେଶୀ ଲାଭଦାୟକ ବୋଲି ଡାକ୍ତରମାନେ ବି କହିଥାନ୍ତି। କିଡନୀ ଷ୍ଟୋନ୍ ଆଶଙ୍କାକୁ ଦୂର କରିଥାଏ କାକୁଡ଼ି। ଏଥିସହ ତ୍ୱଚାର ଯତ୍ନ ମଧ୍ୟ ନିଏ। ତେବେ କାକୁଡ଼ି ସକାଳ 10ରୁ ଦିନ 2ଟା ଭିତରେ ଖାଇଲେ ଏହା ଶରୀରରେ ଥଣ୍ଡା, କଫ ଆଦି ସମସ୍ୟା ସୃଷ୍ଟି କରିପାରେ ନାହିଁ। ଏବେ ଶୁଣିବା ଆଜିର ଅନୁଚିନ୍ତା।
ଏକ ସୁନ୍ଦର ପରିବାର କେବେ ବି ସିଦ୍ଧାନ୍ତରୁ ଜନ୍ମ ହୁଏ ନାହିଁ, ଏହା ପ୍ରଶଂସାରୁ ଜନ୍ମ ହୁଏ। ଯେତେବେଳେ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ପ୍ରୟାସକୁ ମୂଲ୍ୟବାନ କରିବା ଆରମ୍ଭ କରନ୍ତି, ଘର ଏକ ଶାନ୍ତିପୂର୍ଣ୍ଣ ସ୍ଥାନ ହୋଇଯାଏ। ଆପଣଙ୍କର ସମ୍ପର୍କ ସମସ୍ୟା ମୁକ୍ତ ହେବା ଆବଶ୍ୟକ ନୁହେଁ, ଏହା କେବଳ ସମ୍ମାନରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ମୋର ସମସ୍ୟା, ତୁମର ସମସ୍ୟା ଭାବିବା ପରିବର୍ତ୍ତେ ଆମର ସମସ୍ୟା ଭାବିଲେ ପରିବାରର ଗୁଡ଼ିକ ମଜବୁତ ହୋଇଥାଏ। ଯେପରିକି ସୃଷ୍ଟି ଗୋଟିଏ ପବିତ୍ର ଉଦ୍ଦେଶ୍ୟ ସହିତ ଆରମ୍ଭ ହୁଏ, ସେହିପରି ଏକ ଦୃଢ଼ ପରିବାର ଏକ ସହଭାଗୀ ପ୍ରତିବଦ୍ଧତା ସହିତ ଆରମ୍ଭ ହୋଇଥାଏ। ଯେଉଁ ମଣିଷ ଦିନେ ଗର୍ବ ଅହଙ୍କାର ବଶୀଭୂତ ହୋଇ କାମନା ଲୋଭରେ ଲିପ୍ତ ରହି ଅନ୍ୟକୁ ଅତ୍ୟାଚାର ଅନ୍ୟାୟ କରିଚାଲନ୍ତି, କିନ୍ତୁ ଏମିତି ଗୋଟିଏ ଦିନ ଆସେ, ସେହି ମଣିଷଟି ଥୁଣ୍ଟା ବରଗଛ ଭଳି ଗୋଟିଏ ଜାଗାରେ ଛିଡ଼ା ହୋଇଯାଏ, ଯାହା ଚାହିଁଲେ ବି କିଛି କରିପାରେନା। ସେଥିପାଇଁ କେବେ ଅହଙ୍କାର କରିବନି। ଆମେ ମଲାବେଳେ ଗର୍ବ ଅହଙ୍କାରକୁ ସାଥିରେ ନେଇ ଯାଉନା,